ମୋ ପୁଅ ପାଇଁ ବୋଉ କରି ମିଳୁଛି। ଆପଣ ତାହେଲେ ଶିଳ୍ପପତି ବିଳାସ ମଙ୍ଗରାଜ। ମୁଁ ଆପଣଙ୍କ ବିଷୟରେ ଆଗରୁ ଅନେକ ଶୁଣିଛି। ହେଲେ ଆପଣ ଯେତେବେଳେ ପ୍ରସ୍ତାବ ନେଇ ଏତେ ଦୂର ଆସିଛନ୍ତି, ମୁଁ ଏ ପ୍ରସ୍ତାବକୁ ମନେ କରିବି କାହିଁକି? ମୁଁ ତ ଏମିତିଆ ପ୍ରସ୍ତାବ ମୁଁ ଖୋଜୁଥିଲି। ଆପଣ ଯେତେବେଳେ ପ୍ରସ୍ତାବ ନେଇ ଆସୁଛନ୍ତି, ମୁଁ ନିଶ୍ଚୟ ଏ ବାହାଘର ନିଶ୍ଚୟ କରେଇବି। ଇଏ ବାହାଘର ପାଇଁ ସମସ୍ତେ ରାଜି? ଗୋଟିଏ କଥା କହିବାକୁ ଚାହେଁ ଯେ ବାହାଘର କରିବାର ମୋ ଝିଅର ଇଚ୍ଛା ଉପରେ ନାହିଁ, ସେଇଟା ଜାଣିବା ଉଚିତ ଥିଲା। ନା ନା, ମୋ ପୁଅ କେବେ ମନା କରିପାରିବନି। ତମେ ଏମିତି କଥାବାର୍ତ୍ତା କରୁଛ କେମିତି? ଆରେ ସେ ନୂଆ ଜଣେ ବନ୍ଧୁ ଆସିଛନ୍ତି, ତାଙ୍କୁ ସାଙ୍ଗରେ କେମିତି କଥାବାର୍ତ୍ତା କରାଯାଏ ତମେ ଆଜି ପର୍ଯ୍ୟନ୍ତ ଶିଖିପାରିଲନି। ତମକୁ ମୁଁ ବାରମ୍ବାର କହିଛି, କୌଣସି ବନ୍ଧୁବାନ୍ଧବ ଆସିଲେ ଏତେ ଉଚ୍ଚ ସ୍ୱରରେ କେବେ କଥା କହିବନି। ତମେ ଚୁପଚାପ ରହିବେ। ଆରି କଥାକୁ